प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଅଛି। ଆଜିକାଲି ଅନେକଙ୍କର ଏହିପରି କଥା ରହିଅଛି, ସେମାନେ ନିଜ ଜୀବନରେ ବହୁତ ସଂଘର୍ଷ କରି ନିଜ ସମୟକୁ ଅତିବାହିତ କରୁଅଛନ୍ତି। ତେବେ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମ୍ଭେମାନେ ବାଇବଲରେ ମଧ୍ୟ ଏହା ଦେଖିବା ପାଇଁ ପାଉଅଛୁ। ଇସ୍ରାଏଲ ଲୋକମାନେ ଯେତେବେଳେ ସେମାନେ ଫାରୋ ରାଜାଙ୍କ ଦ୍ୱାରା ଅଧୀନସ୍ଥ ହୋଇ କ୍ରୀତଦାସର କର୍ମ କରୁଥିଲେ, ବହୁତ ପରିଶ୍ରମ କରିବାକୁ ସେମାନଙ୍କୁ ପଡୁଥିଲା, ବହୁତ ନିର୍ଯାତିତ ଶାସିତ ତାଡ଼ିତ ହେଉଥିଲେ। ଏପରି ସମୟରେ ଆମ୍ଭେମାନେ ସେମାନଙ୍କୁ ଦେଖିବାକୁ ପାଉ, ସେମାନେ ବହୁତ ଦୁଃଖ କଷ୍ଟ ଯନ୍ତ୍ରଣାର ସହିତ ଜୀବନ ଅତିବାହିତ କରିଅଛନ୍ତି। ତତ୍ପରେ ପରମେଶ୍ୱରଙ୍କ ମହା ଅନୁଗ୍ରହରୁ ସେମାନେ 3 ଦିନର ଯାତ୍ରା କରିଲେ ସୁଫସାଗର ପାର ହେବା ପରେ, କିନ୍ତୁ ଜଳ ପାଇଲେ ନାହିଁ। ଏଣୁ ସେମାନେ ମାରାରେ ପହଞ୍ଚିଲେ। ଜଳ ନଥିବାରୁ ବହୁତ ସେମାନେ ତିକ୍ତ ହୋଇଗଲେ। ଜଳ ମଧ୍ୟ ତିକ୍ତ ଥିଲା, କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହର କାଷ୍ଠ ପାଇଲେ। ପୁଣି ତାହାକୁ ସେମାନେ ପକାଇଲେ, ସୁନ୍ଦର ଜଳକୁ ସେମାନେ ମିଷ୍ଟ ଜଳକୁ ପାଇପାରିଲେ। ଆସନ୍ତୁ ଆମେମାନେ ପଢ଼ିବା ଯାତ୍ରା ତହିଁର 15 ଅଧ୍ୟାୟର 27 ପଦ। ସେମାନେ ଏଲିମ୍ ଠାରେ ଉପସ୍ଥିତ ହେଲେ। ସେଠାରେ ଜଳର 12 ନିର୍ଝର ଓ 70 ଖଜୁର ବୃକ୍ଷ ଥିଲା। ଏଠାରେ ଆମ୍ଭେମାନେ 12 ଗୋଟି ନିର୍ଝରକୁ ଦେଖୁଅଛୁ। ପୁଣି ଏହି 12 ଗୋଟି ନିର୍ଝର ସେହି 12ଟି ଗୋତ୍ରକୁ ବୁଝାଏ। ପ୍ରଭୁଙ୍କ ଲୋକମାନେ, ମୁଁ ବର୍ତ୍ତମାନ ଯେଉଁ ସ୍ଥାନରେ ଠିଆ ହୋଇଅଛି, ଏହା ଏକ ସମୁଦ୍ର ତଟ ଅଟେ। ଏହା ପ୍ରାନ୍ତର ପରି ଦେଖାଯାଉଛି, କିନ୍ତୁ ପାର୍ଶ୍ୱରେ ସୁନ୍ଦର ଝରଣାଟି ଆପଣମାନେ ଦେଖିବାକୁ ପାଇବେ। ତେବେ ଏମାନେ ଯେଉଁଠାରେ ପହଞ୍ଚିଲେ ତାହା ଏଲିମ୍ ଅଟେ। ଏଲିମ୍ ଅର୍ଥାତ୍ ସମସ୍ତ କଷ୍ଟ ଦୁଃଖ ପାର ହେବା ପରେ ପରମେଶ୍ୱର ଯେଉଁ ନିର୍ଝର ବା ଆନନ୍ଦର ସମୟ ଆମ୍ଭମାନଙ୍କ ପାଇଁ ରଖିଅଛନ୍ତି, ତାହାକୁ ଆମ୍ଭେମାନେ ବୁଝିପାରିବା। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଏହି ଜୀବନ ଯାତ୍ରାରେ ଆମ୍ଭେମାନଙ୍କୁ ଅନେକ ଶତ୍ରୁ ଶୈତାନର, ଯିଏକି ପୁରାତନ ନିୟମରେ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଫାରୋ ସ୍ୱରୂପେ ଦେଖାଯାଇଥିଲା ଏବଂ ପ୍ରଭୁଙ୍କ ପ୍ରିୟ ଲୋକମାନଙ୍କ ଜୀବନରେ ବହୁତ କଷ୍ଟ ଦେଇ ତାଙ୍କୁ ଶାସନ କରି ତାଙ୍କୁ ଦାସତ୍ୱର ବନ୍ଧନରେ ରଖିଥିଲା। କିନ୍ତୁ ପରମେଶ୍ୱର ଆପଣ ମହା ଅନୁଗ୍ରହରେ ତାଙ୍କର କବଳରୁ ରକ୍ଷା କରିଲେ। ପୁଣି ସମ୍ପୂର୍ଣ୍ଣ ଉଦ୍ଧାର କରି ମାରାର ତିକ୍ତ ଅବସ୍ଥାକୁ ମଧ୍ୟ ଆସ୍ୱାଦନ କରିବା ପରେ ଶେଷରେ ଏଲିମ୍ରେ ଆଣି ପହଞ୍ଚାଇଲେ। ଆଉ ସେହି ପରମେଶ୍ୱର ଆଜି ମଧ୍ୟ ଜୀବିତ। ସେ ଆମ୍ଭମାନଙ୍କୁ ନିଶ୍ଚୟ ସମସ୍ତ କଷ୍ଟ ଦୁଃଖ ବେଦନା ଯନ୍ତ୍ରଣାରୁ ଆମ୍ଭମାନଙ୍କୁ ଉଦ୍ଧାର କରି ଅତି ଶୀଘ୍ର ଏଲିମ୍ରେ ଆଣି ପହଞ୍ଚାଇବେ। କିନ୍ତୁ ପ୍ରଭୁଙ୍କ ପ୍ରିୟ ଲୋକମାନେ, ଏହି ସମସ୍ତ ବିଷୟ ପରମେଶ୍ୱରଙ୍କ ବାହୁ ଦ୍ୱାରା, ତାଙ୍କ ପରାକ୍ରମ ବାହୁ ଦ୍ୱାରା ହିଁ ସାଧିତ ହେବାର ଆମ୍ଭେମାନେ ଦେଖିବାକୁ ପାଉ। ସେମାନେ ବହୁତ ଅନ୍ତରରେ ବ୍ୟଥିତ ହେଉଥିବା ବେଳେ ଯେତେବେଳେ ସେମାନେ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତସ୍ୱର କରିଲେ, କ୍ରନ୍ଦନ କରିଲେ, ପରମେଶ୍ୱର ସେମାନଙ୍କ ରବକୁ କର୍ଣ୍ଣପାତ କରିଲେ। ପୁଣି ସେମାନଙ୍କ ପ୍ରତି ନିୟମ କୃତକୁ ସେ ସ୍ମରଣ କରିଲେ। ପୁଣି ପରମେଶ୍ୱର ମହା ଅନୁଗ୍ରହରେ ସେମାନଙ୍କ ରବ ଶୁଣି ସେମାନଙ୍କ ନିମନ୍ତେ ଆପଣ ଦାସଙ୍କୁ ପ୍ରେରଣ କରି ସେମାନଙ୍କୁ ସେହି ଶୈତାନର କବଳରୁ ଉଦ୍ଧାର କରି ଆଣିଅଛନ୍ତି। ଆଉ ସେ ପରମେଶ୍ୱର ଆମ୍ଭମାନଙ୍କ ଜୀବନରେ ମଧ୍ୟ ଅଦ୍ଭୁତ କାର୍ଯ୍ୟ କରିବା ପାଇଁ ଆଜି ସକ୍ଷମ ଅଟନ୍ତି। ତେବେ ଆସନ୍ତୁ ମୋ ପ୍ରିୟ ଲୋକମାନେ, ପ୍ରଭୁଙ୍କଠାରେ ଆମେ ସମର୍ପିତ ହୋଇ ପ୍ରଭୁଙ୍କୁ ଆମ୍ଭେମାନେ କହିବା, ହେ ପିତା ପରମେଶ୍ୱର ପ୍ରଭୁ, ତୁମେ ଆମ୍ଭମାନଙ୍କ ପାଇଁ କ୍ରୁଶରେ ଆପଣର ପୁତ୍ରଙ୍କୁ ଦେଇଦେଲ, ଯେଉଁ କାଷ୍ଠ ଦ୍ୱାରା ଆମ୍ଭେମାନେ ଜୀବନ୍ତ ଜଳକୁ ମିଷ୍ଟ ରୂପେ ପ୍ରାପ୍ତ କରିପାରିଲୁ। ପୁଣି ଆମ୍ଭମାନଙ୍କ ଜୀବନରେ ସେହି ମିଠାର ଅନୁଭୂତିକୁ ଆମେମାନେ ପାଇପାରୁଛୁ। ତଦ୍ରୂପ ଆମ୍ଭମାନଙ୍କୁ ସାହାଯ୍ୟ କର, ଯେତେ କଷ୍ଟ ହେଉନା କାହିଁକି ଆମେମାନେ ତୁମଠାରେ ଲାଗି ରହିବୁ। ଏହିପରି ତୁମେ ଆମ ପ୍ରତ୍ୟେକଙ୍କୁ ଦୟା କରିଦିଅ। ତୁମ ହସ୍ତରେ ଆମେ ପ୍ରତ୍ୟେକ ସମର୍ପିତ ହେଉଛୁ। ଆଉ ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍।